ଆଜି ହେଉଛି ଶାମ୍ବର ଦଶମୀ। କିଛି ହଉ କିମ୍ବା ନ ହଉ ଆମ ଓଡ଼ିଆମାନଙ୍କ ଘରେ ଗୋଟିଏ ଆଇଟମ୍ ତ ନିଶ୍ଚୟ ହୋଇଥିବ। ଏଇ ପରେ ସବୁ ଦେଖିକି ତ ଜାଣିପାରୁଥିବେ ମୁଁ କେଉଁ ଉପରେ କହୁଛି। ଦେଖନ୍ତୁ, ଏପଟେ ଅପା ଆମର ଫୁଟଣ ବି କରିସାରିଲେଣି। ଏଇଟା ମାଆମାନଙ୍କ ହାତରେ ଯେତେ ଟେଷ୍ଟ କି ହୁଏ, ଆମମାନଙ୍କ ହାତରେ ଏତେ ଟେଷ୍ଟ ସେ ହୁଏନି। କଥାରେ ଅଛି ନା, ମାଆମାନଙ୍କ ହାତରେ ଯାଦୁ ଥାଏ ବୋଲି। ତେଣୁକରି ମୁଁ ଅପାଙ୍କୁ କହିଲି ଯେ ନାଇଁ, ଆଜି ତରକାରୀ ତମେ ବନାଅ। କ'ଣ ପାଇଁ ନା, ସେମାନଙ୍କ ହାତରେ ଯେଉଁ ଟେଷ୍ଟ ଥାଏ ସେଇଟା ଆମ ହାତରେ ଆସେନି। ଦେଖନ୍ତୁ, ଏପଟେ ପାଣି ବି ଫୁଟି ସାରିଲାଣି, ପରିବା ବି ସବୁ ପକା ହୋଇସାରିଲାଣି। ଆଉ ବିନା ପିଆଜ ରସୁଣ ମସଲାରେ ମଧ୍ୟ, ବିନା ହଳଦୀରେ ମଧ୍ୟ ଏ ତରକାରୀରେ ଯେଉଁ ଟେଷ୍ଟ ଥାଏ, ବାକି ଦିନରେ ଆପଣ ବନାନ୍ତୁ ସେତିକି ଟେଷ୍ଟଟା କିନ୍ତୁ ଆସିବନି। ଦେଖନ୍ତୁ, ଏପଟେ ପରିବା ବି ସିଝିଗଲାଣି। ଆଉ କିଛି ପାଳଙ୍ଗ ଶାଗ ଏଥିରେ ପକା ହୋଇଛି। ଆଉ ଆମର ଗୁଡ଼ୁଗୁଡ଼ୁକା ତରକାରୀ ବି ରେଡ଼ି। ଆଉ ଆପଣଙ୍କ ଘରେ ଏ ତରକାରୀକୁ କ'ଣ କୁହନ୍ତି ନିଶ୍ଚୟ ଜଣାଇବେ।